Jungle. Audio Jungle. ମିଆଁମାରର ମଧ୍ୟ ଭାଗରେ ଥିବା ସାଗାଇଙ୍ଗ ଅଞ୍ଚଳର ଏକ ବୌଦ୍ଧ ମଠ ଉପରେ ଶୁକ୍ରବାର ମିଆଁମାର ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣରେ ଏକ ସପ୍ତାହ ଧରି ଧ୍ୟାନ ଶିବିରରେ ଯୋଗ ଦେଇଥିବା 14 ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ 3 ଜଣ ମହିଳା ମଧ୍ୟ ଥିବା ଜଣାପଡ଼ିଛି। ଏହା ସହ ଆଉ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ସୁଏଲ ଲେ ଓହ ଗାଁରେ ଶୁକ୍ରବାର ସ୍ଥାନୀୟ ସମୟ ପ୍ରାୟ ସକାଳ 9ଟାରେ ଘଟିଥିଲା। ଏହି ଗାଁ ମିଆଙ୍ଗ ଟାଉନସିପରେ ଅବସ୍ଥିତ ଏବଂ ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲା ଠାରୁ ପ୍ରାୟ 75 କିଲୋମିଟର ପଶ୍ଚିମରେ ରହିଛି। ମିଆଙ୍ଗ ଟାଉନସିପର ସିଭିଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଅର୍ଗାନାଇଜେସନ ବା ସିଡିଏସଓଏମ ର ମୁଖପାତ୍ର ନୱେ ଓ କହିଛନ୍ତି ଯେ ଏକ ଯୁଦ୍ଧ ବିମାନ ମଠ ପରିସର ଭିତରେ ବୋମା ପକାଇଥିଲା। ଆକ୍ରମଣ ସମୟରେ ମଠରେ ଏକ ସପ୍ତାହ ଧରି ଚାଲିଥିବା ଧ୍ୟାନ ଶିବିର ଆୟୋଜିତ ହେଉଥିଲା। ଲୋକମାନେ ଧ୍ୟାନରେ ବ୍ୟସ୍ତ ଥିବା ବେଳେ ଏହି ଆକ୍ରମଣ ହୋଇଥିବାରୁ ଘଟଣାସ୍ଥଳରେ ହଠାତ୍ ଆତଙ୍କ ଖେଳି ଯାଇଥିଲା। ମୃତକ ଓ ଆହତମାନଙ୍କ ପରିଚୟ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ମିଆଁମାରରେ ସେନା ଏବଂ ସେନା ଶାସନକୁ ବିରୋଧ କରୁଥିବା ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷରେ ମିଆଁମାର ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଉଥିବା ଅଭିଯୋଗ ବାରମ୍ବାର ଆସୁଛି। ଏଥିରେ ସାଧାରଣ ଲୋକଙ୍କ ମୃତ୍ୟୁ ଓ ଆହତ ହେବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ସାଗାଇଙ୍ଗ ଅଞ୍ଚଳ ମଧ୍ୟ ମିଆଁମାର ସେନା ଓ ସେନା ଶାସନକୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରମୁଖ କେନ୍ଦ୍ର ଭାବେ ରହିଛି। ମିଆଁମାରରେ ସେନା, ଗଣତନ୍ତ୍ର ସମର୍ଥକ ଗୋଷ୍ଠୀ ଏବଂ ବିଭିନ୍ନ ଜାତିଗତ ସଶସ୍ତ୍ର ସଂଗଠନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ସ୍ଥିତି ଗମ୍ଭୀର ରହିଛି। ଏହି ଲଢ଼େଇରେ ଏୟାର ଷ୍ଟ୍ରାଇକ୍ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ବିରୋଧୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଏଭଳି ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଓ ଆହତ ହେବା ନେଇ ବାରମ୍ବାର ଦାବି କରାଯାଉଛି। ଧ୍ୟାନ ଶିବିର ଚାଲିଥିବା ଏକ ବୌଦ୍ଧ ମଠ ଉପରେ ଏଭଳି ଆକ୍ରମଣ ହୋଇଥିବା ଖବର ପରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି।